ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ତୁରେଇ ନିକ୍ତିମାଲଠାରେ ଗୋଣ୍ଡ ଜନଜାତିଙ୍କ ଆରାଧ୍ୟ ଦେବ ପ୍ରଭୁ ଜଙ୍ଘା ବଡ଼ଦେବଙ୍କ ଅନ୍ୟତମ ପ୍ରସିଦ୍ଧ ଜଙ୍ଘାପୀଠ ଅବସ୍ଥିତ। ଏହି ପ୍ରସିଦ୍ଧ ପୀଠରେ ଆଜି ଭକ୍ତିଭାବ ସହ ମହା ଆଡ଼ମ୍ବରରେ 36ତମ ଜଙ୍ଘା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମହିଳା ସଂଗଠନ ଉପସଭାନେତ୍ରୀ ବୀଣାପାଣି ନାୟକ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ରାୟଗଡ଼ର ରାଜା ତଥା ଛତିଶଗଡ଼ର ରାଜ୍ୟସଭା ସଦସ୍ୟ ଦେବେନ୍ଦ୍ର ପ୍ରତାପ ସିଂ ଏବଂ ତାଙ୍କ ସହଧର୍ମଣୀ ରାଣୀ ଶ୍ରୀମତୀ ଭବାନୀ ଦେବୀ ସିଂ ଯୋଗ ଦେଇଥିଲେ। ଅତିଥି ଭାବରେ ଜଙ୍ଗା ମନ୍ଦିର ସ୍ଥାପନକର୍ତ୍ତା ତଥା କୁଚିଣ୍ଡାର ପୂର୍ବ ସଭାପତି ଲବଣୀଧର ନାୟକ, ବାମରା ବ୍ଲକ ଚେୟାରମ୍ୟାନ୍ ପିଙ୍କି ଧୁରୁଆ, ତାପସ କୁମାର ନାୟକ, ମିଥୁନ ଧୁରୁଆ, ରଘୁନାଥ ନାୟକ, ଶ୍ରୀମତୀ ଉମା ନାୟକ, ଶ୍ୟାମଲାଲ ନାୟକ, ଟିକନାଥ ନାୟକ, ସାସ ସଭାପତି ମାଧବ ସିଂ ନାୟକ, ମଧୁସୂଦନ ପ୍ରଧାନ, ଚିହିରୁ ଭୋଇ, ଡିଲେଶ୍ୱର ନାୟକ, ଅଫିସ ସମ୍ପାଦକ ଚୂଡ଼ାମଣି ଧୁରୁଆ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜଙ୍ଗା ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିଲେ।